भारत माता की जय वंदे मातरम। এই খবরটা হেলা জনে অঙ্গনবাড়ি কর্মীঙ্কর এণু সমস্ত অঙ্গনবাড়ি কর্মী নিশ্চিন্ত রূপে এই ভৌণীଙ୍କ ପାଇଁ ଗର୍ବିତ କାରଣ ଆଉ ଏକ ସପ୍ତାହ ପରେ ଦେଶରେ ପାଳିତ ହେବ 78ତମ ସ୍ୱାଧୀନତା ଦିବସ। ଆଉ ଏହି ଅବସରରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ନୀଳକନ୍ଦର ସାହିର ଅଙ୍ଗନବାଡ଼ି କର୍ମୀ ଲିଲି ପୁଷ୍ପିକା ଏକ୍କାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଚିଠି ଆସିଛି। ସେ ନିଜ କେନ୍ଦ୍ରକୁ ଯେଉଁଭଳି ଉତ୍ତମ ଭାବେ ସଜ୍ଜିତ କରିଛନ୍ତି, ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଆସୁଥିବା ସମସ୍ତ ସୁବିଧାକୁ ସୁଚାରୁ ରୂପେ କାର୍ଯ୍ୟ କରି ଶିଶୁଙ୍କ ଯତ୍ନ ଓ ନିଜ କାର୍ଯ୍ୟ ସଫଳତାର ସହ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଶଂସା ପାଇଛନ୍ତି। ସେଥିପାଇଁ ତାଙ୍କୁ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଅବସରରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଚିଠି ଲେଖିଛନ୍ତି। ଅଙ୍ଗନବାଡ଼ି ଦିଦି ଲିଲି ପୁଷ୍ପିକା ନିଜ କାର୍ଯ୍ୟ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି। ସେ ଶିଶୁମାନଙ୍କ ରନ୍ଧା ଖାଦ୍ୟ ପାଇଁ ନିଜେ ଜୈବିକ ପଦ୍ଧତିରେ ପନିପରିବା ଚାଷ କରିବା ସହ ଉଭୟ ମହିଳା ଏବଂ ଶିଶୁଙ୍କ ଯତ୍ନ ସଫଳତାର ସହ କରନ୍ତି। ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ କେବଳ ଶିଶୁ ନୁହନ୍ତି, ଅଭିଭାବକ ହୁଅନ୍ତୁ ବା ଗ୍ରାମବାସୀ ସମସ୍ତେ ଦେଖିବାକୁ ଆସନ୍ତି, କାରଣ ଉକ୍ତ କେନ୍ଦ୍ର ଏକ ପାର୍କର ଭ୍ରମ ସୃଷ୍ଟି କରୁଛି। ଏଇଭଳି ଆମର ଅଙ୍ଗନବାଡ଼ି ଦିଦି ମଧ୍ୟ ଅଛନ୍ତି, ଯେଉଁମାନେ କି ଏତେ ସୁନ୍ଦର ପରିବେଶ ସୃଷ୍ଟି କରି ଲୋକଙ୍କ ମନରେ ଭଲ ପାଇବା ସୃଷ୍ଟି କରି ନିଜକୁ ପ୍ରତିଷ୍ଠିତ କରିପାରୁଛନ୍ତି। ଏଣୁ ଉକ୍ତ ଦିଦିମାନଙ୍କ ପାଇଁ ଆମେ ସମସ୍ତେ ଗର୍ବିତ। ନିଶ୍ଚିନ୍ତ ରୂପେ ସେମାନେ ଆମ ପାଇଁ ଏକ ଉଦାହରଣ। ଏଣୁ ଆମେ ସମସ୍ତ ଅଙ୍ଗନବାଡ଼ି କର୍ମୀ ସହାୟିକାଙ୍କ ତରଫରୁ ତାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଜ୍ଞାପନ କରିବା ସହ ନିଜେ ବି ନିଜକୁ ଧନ୍ୟ ମନେ କରିବା ଦରକାର କି ଆମେ ବି ସେଇ ଜଣେ ଅଙ୍ଗନବାଡ଼ି କର୍ମୀ ବୋଲି। କାରଣ ଆଜି ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଡାକରା ହୋଇଛି ସୁଦୂର ମଫସଲରୁ। ଭାରତ ମାତା କି ଜୟ, ବନ୍ଦେ ମାତରମ୍।